ପିଲାଦିନେ ଖରା ଛୁଟି ମାନେ ଥିଲା ମାମୁଁ ଘରକୁ ଯିବା ଆଉ 10-15 ଦିନ ସୁନିଶ୍ଚିତ ହେଇ ରହିବା। ଆଜିକାଲି ପିଲାଙ୍କ ଭଳି ଆମ ପାଇଁ କୌଣସି ସମର କ୍ୟାମ୍ପ ନଥିଲା। ମାମୁଁ ଘରେ ଯାଇ ରହିବାଟା ହିଁ ଥିଲା ଆମର ସବୁଠୁ ବଡ଼ ସମର କ୍ୟାମ୍ପ। ଜାଣିନି ମତେ ସେତେବେଳେ କେତେ ବୟସ ହେଇଥିଲା, ହେଲେ ଆଜି ବି ସ୍ପଷ୍ଟ ମନେ ଅଛି ସକାଳୁ ସକାଳୁ ଆଈ ହାତ ରନ୍ଧା ଗୋଲ ବାଇଗଣ ଭଜା ଆଉ ପଖାଳର ସେ ସ୍ୱାଦ। ଆଉ ପେଟେ ଖାଇଦେଇ ପୁରା ଦିନ କଟି ଯାଉଥିଲା ସେ ବାଲିଗଦାରେ। ଖରାକୁ ଭୁଲି ପୁରା ଦିନ କଟି ଯାଉଥିଲା ମଜା ଆଉ ମସ୍ତିରେ। ଗଛରୁ ଆମ୍ବ ପାରିବା, ବାଲିଗଦାରେ ଖେଳିବା, ସକାଳୁ ସକାଳୁ ପଖାଳ ଖାଇବା ଆଉ ଖରା ଛୁଟିରେ ମାମୁଁ ଘରକୁ ଯିବା। ଆଜି ଏସବୁ ସ୍ମୃତି ହୋଇ ରହିଯାଇଛି। ଆଜି ଆଈ ଆମ ସହ ନାହାନ୍ତି ସତ, ହେଲେ ଆଈର ସ୍ନେହ, ସଂସ୍କାର ଆଉ ତାଙ୍କ ପ୍ରତିଛବି ଆମ ମାଇଙ୍କ ଭିତରେ ଛାଡ଼ି ଯାଇଛନ୍ତି। ଖରାଦିନ ଆସିଲେ ସେ ପୁରୁଣା ସ୍ମୃତି ଗୁଡ଼ିକ ଆପେ ଆପେ ମନକୁ ଚାଲି ଆସୁଛି। କାହିଁକି କେଜାଣି ଏହି ଗ୍ରୀଷ୍ମ ଋତୁ ଭିତରେ ମୋର ବହୁତ କିଛି ଭାବନା ଆଉ ପିଲାଦିନର କାହାଣୀ ଲୁଚି ରହିଛି। କଥାଟା ଯଦି ଭଲ ଲାଗିଥିବ ତାହେଲେ କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଜଣେଇବେ। ରହିଲି, ଜୟ ଜଗନ୍ନାଥ।